ସୁଭଦ୍ରାଙ୍କ କାନ୍ଦ ଏବେ ମଧ୍ୟ ବନ୍ଦ ହେଇନି ଆଜ୍ଞା। କାହା ଭାଗରେ କ୍ଷୀରି ପୁରୀ ତ କାହା ଭାଗରେ ସୁଖାମୁରି। ଯେଉଁମାନେ ଟଙ୍କା ପାଇଯାଇଛନ୍ତି ଆଜ୍ଞା ସେମାନେ ତ ଆଜ୍ଞା ମୁଲୁକି ହସା ମାରୁଛନ୍ତି, କିନ୍ତୁ ଯେଉଁ ମାଆ ମାନେ ଉଚିତ ହିତାଧିକାରୀ ଥାଇକି ମଧ୍ୟ ତାଙ୍କର ରିଜେକ୍ଟ ହେଇଯାଇଛି, ତାଙ୍କୁ ଟଙ୍କା ମିଳୁନାହିଁ, ଏବେ ପୁଣି ହେବ ଭେରିଫିକେସନ୍। କାହାର ଭେରିଫିକେସନ୍ ହେବ, କେଉଁ ମାଆ ମାନେ କଟିବେ, କେଉଁମାନେ ଫଲ୍ସ ଯେଉଁ କାଗଜପତ୍ର କରିକି ଯେଉଁମାନେ ଟଙ୍କା ପାଉଛନ୍ତି ସେମାନେ କେବେ କଟିବେ, ସମ୍ପୂର୍ଣ୍ଣ ଧାରଣା ଆଜିକା ଭିଡ଼ିଓରେ ଆପଣମାନେ ପାଇବେ। ନୋଟିସ୍ ଆସିଯାଇଛି ସରକାରଙ୍କ ତରଫରୁ, ସରକାର ନୂଆ ଘୋଷଣା ଏଠାରେ କରିଛନ୍ତି, ଆଉ ଆପଣମାନେ ଜାଣିପାରିବେ। ଆଜ୍ଞା ମୁଁ ତ ବୁଝିପାରୁନାହିଁ ଯେ ଏତେ ଲୋକ ଥାଇକି ଏତେ ଜିନିଷ ଥାଇକି ସରକାର ଏବେ ପୁଣି ଭେରିଫିକେସନ୍। ଆପଣଙ୍କ ଗାଁକୁ କେବେ ଭେରିଫିକେସନ୍ କରିବା ପାଇଁ ଯାଇଛନ୍ତି କି ମୋତେ କମେଣ୍ଟ ସେକ୍ସନରେ ଜଣାଇଲେ। ଚାଲନ୍ତୁ ମୁଁ ବେଶୀ ସମୟ ନେବି ନାହିଁ, ଆପଣମାନଙ୍କୁ ସମସ୍ତଙ୍କୁ ଦେଖାଇଦେବି କ'ଣ ଅସଲ ଘଟଣାଟି ରହିଛି ଆଉ କେଉଁମାନଙ୍କର ଭେରିଫିକେସନ୍ ହେବ, କେଉଁମାନେ ପୁଣି ଆଉ ଥରେ ପାଇବେ ଟଙ୍କା। ଆଜ୍ଞା ଦେଖନ୍ତୁ ଏବେ ମଧ୍ୟ ଅନେକ ମହିଳାମାନେ ଉଚିତ ହିତାଧିକାରୀ ନଥାଇ ମଧ୍ୟ ସେମାନେ ଟଙ୍କା ପାଉଛନ୍ତି, କିନ୍ତୁ ଉଚିତ ହିତାଧିକାରୀଟିଏ ଥାଇକି ମଧ୍ୟ ଟଙ୍କା ପାଉନାହିଁ। ଯାହା ଘରେ କି ଚାରି ଚକିଆ ଯାନ ଅଛି, ଯିଏ ଚାରି ଚକିଆ ଯାନ ଚଢ଼ୁଛି, 2 ମହଲା କୋଠା ଘରେ ରହୁଛି, ତାଙ୍କର ଆଜ୍ଞା 5 ଏକର 6 ଏକରରୁ ଅଧିକ ଜମି ଅଛି, ଫେର୍ ବି ସେମାନେ ଟଙ୍କା ପାଉଛନ୍ତି। ତ ସରକାର ଭେରିଫିକେସନ୍ କରିବାର ମାନେ କ'ଣ ମୁଁ ବୁଝିପାରୁନି। ଚାଲନ୍ତୁ ଦେଖିବା ସରକାର କ'ଣ କହୁଛନ୍ତି। ନୂଆ ଖବର ଆସିଛି, ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ଦେଖାଉଛି, ଆପଣମାନେ ଜାଣିପାରିବେ, ତେବେ ଯାଇକି ଭରସା କରିବେ। ଚାଲନ୍ତୁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଡିଟେଲ୍ସ ସେ ଜିନିଷଟି ବୁଝେଇ ଦେବି ଦେଖାଇଲା ପରେ। ସୁଭଦ୍ରାକୁ ନେଇ ଆସିଲା ବଡ଼ ଅପଡେଟ୍। ସବୁ ହିତାଧିକାରୀଙ୍କ ବୈଧତା ଯାଞ୍ଚ ହେବ। ଓଟିଭିର ଟ୍ୱିଟର ହ୍ୟାଣ୍ଡେଲରେ ଏଠାରେ ପବ୍ଲିଶ ହେଇଛି, ଆପଣମାନେ ଦେଖିପାରୁଥିବେ ଗୋଟେ ଦିନ ପୂର୍ବରୁ। ଏଠାରେ କୁହାଯାଉଛି ଆଜ୍ଞା ସୁଭଦ୍ରାରୁ ବାଦ୍ ପଡ଼ିବେ କି ଆପଣମାନେ ମଧ୍ୟ କଟି ଯାଇପାରନ୍ତି। ସୁଭଦ୍ରା ହିତାଧିକାରୀଙ୍କୁ ନେଇ ବଡ଼ ଖୋଳତାଡ଼ କରାଯିବ ଆଜ୍ଞା। କଟିଥିବା ହିତାଧିକାରୀଙ୍କୁ ସାମିଲ ପାଇଁ ବଡ଼ ପଦକ୍ଷେପ। ଯେଉଁମାନେ ଟଙ୍କା ପାଇଛନ୍ତି ସେମାନେ ମଧ୍ୟ କଟିପାରନ୍ତି, ଯେଉଁମାନେ ପାଇନାହାନ୍ତି ସେମାନେ ମଧ୍ୟ କଟିପାରନ୍ତି, ଯେଉଁମାନେ ଜମାରୁ ପାଇନାହାନ୍ତି କ'ଣ ପାଇଁ ପାଇନାହାନ୍ତି ସମ୍ପୂର୍ଣ୍ଣ ଏଠାରେ ସରକାର ଖୋଳତାଡ଼ କରିବା ଆରମ୍ଭ କଲେଣି ଆଜ୍ଞା। ତେଣୁକରି ଦେଖନ୍ତୁ ଆପଣମାନଙ୍କୁ ସମ୍ପୂର୍ଣ୍ଣ ଜିନିଷଟି ମୁଁ ବତେଇ ଦେଉଛି, ଆପଣମାନେ ଜାଣିପାରିବେ କ'ଣ ପ୍ରୋବ୍ଲେମ୍ ରହିଛି ଆଉ ଆପଣମାନଙ୍କୁ କ'ଣ କହିବାକୁ ପଡ଼ିବ। ଏଠାରେ ଆପଣମାନେ ଦେଖିପାରୁଥିବେ ଯୋଗ୍ୟଙ୍କୁ ସାମିଲ ଏବଂ ଅଯୋଗ୍ୟଙ୍କୁ ବାଦ୍ ଦେବାକୁ ଏଠାରେ ତତ୍ପରତା ଜାରି କରିଛନ୍ତି ସରକାର। ଯେ ପୂର୍ବରୁ କିଛି ଦିନ ତଳେ ନ୍ୟୁଜ୍ରେ ବାହାରିଥିଲା ଯେ ତାଙ୍କର କ'ଣ ହେଇଛି ନା ଯେ 5 ଏକର ତାଙ୍କର ଜମି ନାହିଁ, ବିଲକୁଲ ତାଙ୍କର ଜମି ନାହିଁ, ଚାଳ ଛପର ଘରେ ରହୁଛନ୍ତି, ଫେର୍ ବି ତାଙ୍କୁ 5 ଏକର ଜମି ଅଛି ବୋଲି ଆଜ୍ଞା କାଟି ଦେଇଥିଲେ। ତ ସେମାନେ ଆସିକି ଧାରଣା କରିଥିଲେ ତାଙ୍କର ବ୍ଲକ ଅଫିସରେ, ସେମାନେ କହିଥିଲେ ଆମକୁ ଯଦି କାଟୁଛ ତାହେଲେ ଆମକୁ ସେ 5 ଏକର ଜମି ଦିଅ, ଆମ ନାଁରେ 5 ଏକର ଜମି ଅଛି ବୋଲି କାଟି ଦେଇଛ, ଆମକୁ 5 ଏକର ଜମି ଦିଅ। ଦେଖନ୍ତୁ ଏହିପରି ପ୍ରୋବ୍ଲେମ୍ କାହିଁକି ହେଇଛି ଆଜ୍ଞା, ଧାନ କାର୍ଡ଼ରେ ଧାନ ବିକ୍ରି କରନ୍ତି ସେତେବେଳେ ମଧ୍ୟ ସେଇ ପ୍ରୋବ୍ଲେମ୍ ହୋଇଥାଏ। ଆପଣମାନେ ସମସ୍ତେ ଜାଣିଛନ୍ତି ଯେ 5 ଏକରରୁ ଉର୍ଦ୍ଧ୍ୱ ଯାହା ଜମି ଅଛି କିମ୍ବା 2.5 ଏକରରୁ ଅଧିକ ଯାହାର ଜମିରେ ପାଣି ମାଡ଼ୁଛି ସେମାନଙ୍କୁ ଆଜ୍ଞା ସୁଭଦ୍ରା ଟଙ୍କା ମିଳିବ ନାହିଁ, ସିଧାସଳଖ ଆମର ୱେବସାଇଟ୍ରେ ମେନସନ୍ କରାହେଇଛି। ତ ସେମାନେ ଲୋଭରେ କ'ଣ କରିଛନ୍ତି, କିଛି ଲୋକ ଟ୍ୟାକ୍ସ ଭରି ଦେଇଛନ୍ତି, ତା ସହିତ ଦେଖନ୍ତୁ ଅଧିକ ରୋଜଗାର ପାଇଁ ଯାହାର କଟିଛି, ତା ସହିତ ଦେଖନ୍ତୁ ଯାହାର ଧାନ କାର୍ଡ଼ ଥିଲା ସେମାନେ କ'ଣ କରିଛନ୍ତି ଆଉ କାହା ଧାନ ମିଶାଇକି ମଧ୍ୟ ତାଙ୍କ କାର୍ଡ଼ରେ ବିକ୍ରି କରିଦେଇଛନ୍ତି। ତା ଫଳରେ କ'ଣ ହେଇଛି ନା ଦେଖନ୍ତୁ ତାଙ୍କର ଅଧିକ ଚଢ଼ିଯାଇଛି। ତ ଅଧିକ ଚଢ଼ିଯିବା ଦ୍ୱାରା ସେସବୁ ଆଧାର କାର୍ଡ଼ରେ ଭେରିଫିକେସନ୍ ଚାଲିଛି, ଆଧାର କାର୍ଡ଼ରେ ସବୁ ଜିନିଷ ଅଛି, ସେଇଥିରୁ ଆଜ୍ଞା ଯାଞ୍ଚ କରା ବେଳେ ସେସବୁ ଭୁଲ ଭାଲ ବାହାରୁଛି। 4 ଚକିଆ ଥିବା ହିତାଧିକାରୀଙ୍କୁ ତଥ୍ୟ ପାଇଁ ପରିବହନ ବିଭାଗକୁ ଚିଠି ପଠାଇଛନ୍ତି ସରକାର। ଯେ ଦେଖନ୍ତୁ ଯାହା ଘରେ 4 ଚକିଆ ଯାନ ଅଛି ତାଙ୍କର ସବୁ ଆଧାର କାର୍ଡ଼ରେ ଲିଙ୍କ ଥିବ, ତାଙ୍କର DL ହେଲା, ତାଙ୍କର RC ହେଲା, ସମସ୍ତ ଜିନିଷ ଗାଡ଼ି କାହା ନାଁରେ ଅଛି, ତାଙ୍କର ସବୁ ଡିଟେଲ୍ସ ଆଧାର କାର୍ଡ଼ରେ ଥିବ। ସେଇ ଆଧାର କାର୍ଡ଼ ସଂଯୋଗ ହୋଇଛି ରାସନ କାର୍ଡ଼ରେ, ଭେରିଫିକେସନ୍ କଲେ ଆଜ୍ଞା ସବୁ ଜଣା ପଡ଼ିଯିବ। ସେଥିପାଇଁ 4 ଚକିଆ ଯାନ ଯାହା ଯାହା ପାଖରେ ଅଛି ଲିଷ୍ଟ ମାଗିଛନ୍ତି ସରକାର ଏଠାରେ ପରିବହନ ବିଭାଗକୁ। ବୁଝିପାରିଲେ। ଖାଦ୍ୟ ଯୋଗାଣ ବିଭାଗକୁ ମୃତ ହିତାଧିକାରୀଙ୍କ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆହେଇଛି। ଯେ ରାସନ କାର୍ଡ଼ ବିଭାଗକୁ ବା ରାସନ କାର୍ଡ଼ ବିଭାଗ ଯେଉଁ ରହିଛି ରାସନ କାର୍ଡ଼ ବିଭାଗକୁ ମଧ୍ୟ ଅପଡେଟ୍ ମଗାଯାଇଛି ବା ଲିଷ୍ଟ ମଗାଯାଇଛି ଯେ କେଉଁମାନେ ମରିଯିବା ସତ୍ତ୍ୱେ ମଧ୍ୟ ଚାଉଳ ନେଉଛନ୍ତି ଆଉ ସୁଭଦ୍ରା ଯୋଜନାରେ ସାମିଲ ଅଛନ୍ତି ତାଙ୍କର ଲିଷ୍ଟ ଆମକୁ ଦିଅନ୍ତୁ। ପଞ୍ଜୀକରଣ କରି ଧାନ ବିକ୍ରି ଥିବା ମହିଳାଙ୍କ ତଥ୍ୟକୁ ଆଉ ଥରେ ଯାଞ୍ଚ ନିର୍ଦ୍ଦେଶ। ଯେପରି ମୁଁ କହୁଥିଲି ଧାନ କାର୍ଡ଼ରେ ଧରି ନିଅନ୍ତୁ ଆପଣଙ୍କର 5-6 କୁଇଣ୍ଟାଲ ହେଉଛି, କିନ୍ତୁ 10 କୁଇଣ୍ଟାଲ କିମ୍ବା 15 କୁଇଣ୍ଟାଲ 20 କୁଇଣ୍ଟାଲର ଆପଣଙ୍କ କାର୍ଡ଼ରେ ଆସିଛି, ଆଉ କାହା ଧାନ ମିଶାଇକରି ଦିଅ ବିକି ଦିଅ। ଏଇ ଭଳିଆ ଅସୁବିଧାରେ କ'ଣ ହେଉଛି ଆଜ୍ଞା ଯେ ଦେଖନ୍ତୁ ଆପଣମାନେ ଯେତିକି ଧାନ ବିକିଥାନ୍ତି
ଯେତିକି ଧାନ ଆପଣଙ୍କ କାର୍ଡ଼ରେ ଆସିଛି ସେତିକି ଜମି ଆପଣଙ୍କ ପାଖରେ ଅଛି ବୋଲିକି ଆସିଛି। ଆମର ଭଲ ରୋଜଗାର ହେଉଛି, ଆମେ ଧାନ କାର୍ଡ଼ରେ ଏତିକି ଧାନ ଆମର ବିକ୍ରି ହେଲା, ତ ସେଇଥିରୁ ମଧ୍ୟ ଇନକମ୍ ଉପରେ ମଧ୍ୟ ଇଫେକ୍ଟ ପଡ଼ୁଛି। ଇନକମ୍ ଉପରେ କ'ଣ କହିଥିଲେ ସରକାର, ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ଗାଇଡ଼ଲାଇନ୍ ଚାଲନ୍ତୁ ଦେଖାଇଦେବି, ଆପଣମାନେ ଜାଣିପାରିବେ। ଏଠାରେ ଆମେ ଯଦି ଯୋଗ୍ୟତାର ମାନଦଣ୍ଡ ଦେଖିବା, ତାପରେ ଏଠାରେ ଆପଣମାନେ ଜାଣିପାରିବେ। ଅଯୋଗ୍ୟତାର ମାନଦଣ୍ଡ ଯଦି ଦେଖିବା, ଏଠାରେ ଦେଖନ୍ତୁ ଯାହା ଘରେ ଗାଡ଼ି ଅଛି ତାଙ୍କର ତ କଟିବ। ତାପରେ ଏଠାରେ ଆବେଦନକାରୀଙ୍କ ପରିବାରରେ ଜଳସେଚିତ ଜମି 5 ଏକରରୁ ଅଧିକ ଏବଂ ଅଣଜଳସେଚିତ ଜମି 10 ଏକରରୁ ଅଧିକ ଯଦି ଅଛି ତାହେଲେ କଟିଯିବେ। ତ ଏଇଠି ଅସୁବିଧା ହେଇଯାଉଛି ଆଜ୍ଞା। ଆପଣମାନଙ୍କର ଜମି ନଥାଇ ମଧ୍ୟ ଧାନ କାର୍ଡ଼ରେ ଯେତିକି ଥିଲା ସବୁ ବିକ୍ରି କରିଦିଅ, ଆପଣଙ୍କର ରୋଜଗାର ମଧ୍ୟ ବଢ଼ିଯାଉଛି। ରୋଜଗାର କଥା ଯଦି ଆମେମାନେ ଦେଖିବା, ଯାହାର ରୋଜଗାର ଯଦି ଅଧିକ ଥିବ ଆଜ୍ଞା ସେମାନଙ୍କୁ ମଧ୍ୟ ଟଙ୍କା ଦିଆଯିବ ନାହିଁ। ତା ସହିତ ଏଠାରେ ଆମେମାନେ ଯଦି ଦେଖିବା, ଏଠାରେ ରୋଜଗାର କଥା କେବଳ 2,50,000 ଟଙ୍କା ଅଧିକ ହୋଇଥିବ ତାଙ୍କର ବାର୍ଷିକ ଆୟ 2,50,000 ଟଙ୍କା। ଯଦି ଧାନ ବିକ୍ରି କରୁଛନ୍ତି ଆପଣଙ୍କର 2,50,000ରୁ ଅଧିକ ଇନକମ୍ ହେଇଗଲା, ତାହେଲେ ଆପଣମାନେ ଯଦି କିଛି ଏକର କେତେ ଏକର ଚାଷ କରୁଛନ୍ତି, ସେହିପରି ଧାନ ବିକ୍ରି କରୁଛନ୍ତି, ତାହେଲେ ଆପଣଙ୍କର ରୋଜଗାର ମଧ୍ୟ ଅଧିକ ହେଇଗଲା। ସେଇ କାରଣରୁ ମଧ୍ୟ କାଟି ଦିଆ ହେଇଛି। ଏହିସବୁ ଯେଉଁ ଦେଖନ୍ତୁ, ଏତେ କଥା ମୁଁ ଯେଉଁ କହିଲି ଭେରିଫିକେସନ୍ ଚାଲିଛି, ତ ସରକାର ନିଜେ ଜାଣିବା କଥା ଯେ ଭଲ ଭାବରେ ଭେରିଫିକେସନ୍ କରିବା ପରେ ଯାଇକି ଟଙ୍କାଟି ଦେବା କଥା, କିନ୍ତୁ କିଛି ଲୋକଙ୍କୁ ଟଙ୍କା ଦେଇଦେଲେ, କିଛି ଲୋକଙ୍କୁ ଟଙ୍କା ଏପର୍ଯ୍ୟନ୍ତ ମିଳିନାହିଁ। ଏଇଟା ହିଁ ସବୁଠାରୁ ବଡ଼ ଅସୁବିଧାର କାରଣ ପାଲଟିଛି ଆଜ୍ଞା। ଆଇ ହୋପ୍ ଆପଣମାନେ ସମସ୍ତେ ବୁଝିପାରିଥିବେ। ଆପଣଙ୍କ ଗାଁକୁ ଦେଖନ୍ତୁ କେତେ ଥର ଲୋକ କେତେ ଜଣ ଭେରିଫିକେସନ୍ ପାଇଁ ଆସିଛନ୍ତି, ମୋତେ କମେଣ୍ଟ ସେକ୍ସନରେ ଜଣାଇବେ କେଉଁ ଡିଷ୍ଟ୍ରିକ୍ଟରୁ ଆପଣଙ୍କର ଭେରିଫିକେସନ୍ ପାଇଁ ଆସିଛନ୍ତି। ଆମ ଗାଁକୁ ତ ବିଲକୁଲ ଆସିନାହାନ୍ତି, ଜଣେ ଥରେ ଦୁଇଥର ଆସିଥିଲେ। ଫାଷ୍ଟ ଫେଜ୍ରେ ଯେତେବେଳେ ଟଙ୍କା ମିଳିନଥିଲା ସେତେବେଳେ ଆସିଥିଲେ, କିନ୍ତୁ ବାକି ଟାଇମ୍ରେ ପୁଣି ଏବେ ମିଳିଲାନି। କାହିଁକି ମିଳିଲାନି ସେ ସରକାର ଉଚିତ କଥାଟି ମଧ୍ୟ ଜଣାଉନାହାନ୍ତି ଯେ ଏଇ କାରଣ ଯୋଗୁଁ ଟଙ୍କାଟି ଆମେ ଦେଲୁ ନାହିଁ କିମ୍ବା ପରେ ଦେବୁ, ସେକେଣ୍ଡ ଫେଜ୍ରେ ଦେବୁ, ଏ କଥା ମଧ୍ୟ କହୁନାହାନ୍ତି। ଡାଇରେକ୍ଟ ସିଧାସଳଖ ଭାବରେ ରିଜେକ୍ଟ କରିଦେଉଛନ୍ତି। ତ ଏଇଟା ଭୁଲ କଥା। ସରକାରଙ୍କ ପାଖରେ ଏତିକି ମୋର ବିନତି, ଏତିକି ମୋର ରିକ୍ୱେଷ୍ଟ ଯେ ନିହାତି ଭାବରେ ସେ ଭଲ ଭାବରେ ଭେରିଫିକେସନ୍ କରନ୍ତୁ ଆଉ ଉଚିତ ଲୋକକୁ ଆଜ୍ଞା ପୁଣି ସେହି ଯୋଜନାରେ ସାମିଲ କରନ୍ତୁ। ଆଇ ହୋପ୍ ଆପଣମାନେ ବୁଝିପାରିଥିବେ। ଏହିପରି ଭିଡ଼ିଓ ଗୁଡ଼ାକ ଦେଖିବା ପାଇଁ ଆମ ଚ୍ୟାନେଲକୁ ଆପଣମାନେ ସବସ୍କ୍ରାଇବ୍ କରିଦେବେ ଆଉ ଆମର ଚ୍ୟାନେଲରେ ସବୁବେଳେ ଅପଡ଼େଟ୍ ଗୁଡ଼ାକ ଆସୁଥାଏ, ନିହାତି ସାଙ୍ଗମାନଙ୍କ ପାଖକୁ ସେୟାର କରିଦେବେ।